ସ୍ୱାମୀ କେବେଠୁ ଆଣିକି ସାରୁ ରଖିଥିଲେ ଆଉ ଏଥିରେ ଭଜା କରିବା ପାଇଁ କହିଥିଲେ, କିନ୍ତୁ ମୁଁ ଭୁଲି ଯାଇଥିଲି ଆଉ ସ୍ୱାମୀଙ୍କର ପ୍ରବଳ ଗାଳିରେ ମୁଁ ଏହାକୁ ପିଠଉ ଭଜା କରିବା ପାଇଁ ସ୍ଥିର କଲି। ତ ପ୍ରଥମେ ସାରୁକୁ ଧୋଇକି ଚୋପା ଛଡ଼େଇକି ଏମିତି ରାଉଣ୍ଡ ରାଉଣ୍ଡ କାଟିଦେଲି। କାଟି ସାରିଲା ପରେ ଆମେ କ'ଣ କରିବା, ପ୍ରେସରରେ ପାଣି, ଲୁଣ ହାଫ୍ ଚାମଚ ଏହାକୁ ଦେଇକି ଗୋଟେ ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଗୋଟେ ବାଉଲରେ ନେଇଯିବା ଚାଉଳ ଗୁଣ୍ଡ, ବେସନ ନେଇଯିବା, ଆଉ ସେଥିରେ ସବୁ ଗୁଣ୍ଡ ମସଲା ଦେଇଦେବା, ମାନେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା ପାଉଡ଼ର ଏବଂ ସ୍ୱାଦ ହିସାବରେ ଲୁଣ ଦେଇସାରିଲା ପରେ ଏଥିରେ ରସୁଣ ଛେଚା ମୁଁ କିଛି ଦେଇଦେଇଛି। ଦେଇସାରିଲା ପରେ ତାକୁ ଟିକେ ପାଣି ଦେଇକି ଭଲ ଭାବରେ ଗୋଳେଇ ଦେବା, ବେଶୀ ପାଣିଆ କରିବେନି। ତାପରେ ଆମେ ଏଇ ସାରୁକୁ ଦେଇଦେବା, ଦେଇକି ଭଲ ଭାବରେ ଚକଡ଼ିକି ଆମେ କ'ଣ କରିବା, ବଲ୍ ଆକାରରେ ଏମିତି କରିକି ଗୋଟେ ଗୋଟେ ଦେଇକି ତାୱାରେ ଦେଇଦେବା। ତ ଦେଖନ୍ତୁ, ଏପଟ ସେପଟ କରି ଦୁଇଥର ଓଲଟେଇଲା ପରେ ମୋର ସାରୁ ଭଜା ପ୍ରସ୍ତୁତ ହେଇଗଲା। ଏହାକୁ ପଖାଳ ସହିତ ଖାଇବା ନା ସାଙ୍ଗମାନେ, ବହୁତ ହି ମଜା ଲାଗିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ।